ଖ୍ରୀଷ୍ଟଙ୍କ ଜଗରେ ମୋର ପ୍ରିୟ ଯୁବକ ଯୁବତୀ ମାନେ ଆସନ୍ତୁ ଏହି ସମୟରେ ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ଆମେ ଶୁଣିବା। ହିତୋପଦେଶ 16 ଅଧ୍ୟାୟ 3 ପଦରେ ଏହି ପ୍ରକାର ଲେଖା ଅଛି, ଆମେ ମନ ଦେଇ ଶୁଣିବା। ସଦାପ୍ରଭୁଙ୍କୁ ତୁମର କାର୍ଯ୍ୟ ସମର୍ପଣ କର, ତହିଁରେ ତୁମର ସଂକଳ୍ପ ସ୍ଥିରୀକୃତ ହେବ। ଏହା ପ୍ରଭୁଙ୍କର ବାକ୍ୟ। ଈଶ୍ୱରଙ୍କୁ ଧନ୍ୟବାଦ। ମୋର ପ୍ରିୟର ଯୁବକ ଯୁବତୀ ମାନେ, ଆଜି ଆମେ ଯେତେବେଳେ ଏଠାରେ ଏକତ୍ରିତ ହେଉଛୁ, ଆମମାନଙ୍କର ସଫଳତା କେଉଁ ପ୍ରକାର ଲାଭ କରିବା ଏ ବିଷୟ ନେଇ ଆମେ ଚିନ୍ତା କରିବା। ସବୁବେଳେ ପରିଶ୍ରମ କର, ନିରବତାର ସହ କରିବା ପାଇଁ ଚେଷ୍ଟା କର, ଯେମିତି ସଫଳତା କୋଳାହଳ ସୃଷ୍ଟି କରିବ। ଆମେ ଆମମାନଙ୍କର ଯୋଜନା, ଆମମାନଙ୍କର କାର୍ଯ୍ୟ ଈଶ୍ୱରଙ୍କ ନିକଟରେ ଯେତେବେଳେ ସମର୍ପଣ କରୁଅଛୁ, ଦୟାମୟ ପ୍ରଭୁ ତାଙ୍କର ପବିତ୍ର ହସ୍ତ ପ୍ରସାରି ଆମମାନଙ୍କର କାର୍ଯ୍ୟରେ ସେ ଆଶୀର୍ବାଦ କରିବେ। ଆମେ ବେଳେବେଳେ ଆମ ଜୀବନରେ ଅଳ୍ପ କାମ କରି ବହୁତ କାମ କରିବା ପରି ବ୍ୟବହାର କରୁ, କିନ୍ତୁ ଆଜି ଯେତେବେଳେ ପରିଶ୍ରମ କରିବା, ନିରବତାର ସହ କରିବା, ଯେତେବେଳେ ସଫଳତା ଆସିଯିବ ଆମ କାମର, ସେତେବେଳେ କୋଳାହଳ ସାହି ପଡ଼ିଶାରେ ନିଶ୍ଚିତ ରୂପେ ସୃଷ୍ଟି କରିବ। ତେଣୁ ଆମେ ଚେଷ୍ଟା କରିବା, ଦୁଃଖ କରିବା ନାହିଁ, ସଫଳତା ଆମେ ଆପେ ଆପେ ହାସଲ କରିଦେବା। କାହିଁକି ନା ଆମେ ପରିଶ୍ରମ କରିବା ସମୟରେ ବାରମ୍ବାର ଆମର କାମ ଅନ୍ୟମାନଙ୍କୁ ଦେଖାଇବା ପାଇଁ ଆମେ ଚେଷ୍ଟା କରିଥାଉ, କିନ୍ତୁ ନିରବତା ସହ ଆମେ କାର୍ଯ୍ୟ କରିବା। ଯେକୌଣସି କାର୍ଯ୍ୟ ହେଉନା କାହିଁକି, ଯଦି ଆମର କର୍ମକୁ ଆମେ ଯେତେବେଳେ ପର୍ଯ୍ୟନ୍ତ ସମ୍ମାନ ଦେଇନୁ, ମର୍ଯ୍ୟାଦା ଦେଇନୁ, କାମକୁ କାମ ପରି ଆମେ ଦେଖିନାହୁଁ, ସେତେବେଳେ ଯାଏ ଆମେ ଆମ ଜୀବନରେ ସଫଳତା ଲାଭ କରିପାରିବା ନାହିଁ। ସାଧାରଣ କାମ ହେଉ କିମ୍ବା ଶିକ୍ଷାଗତ ଜୀବନ ହେଉ, ଯେକୌଣସି କାର୍ଯ୍ୟ ହେଉନା କାହିଁକି, ଆମେ ନମ୍ରତାର ସହିତ, ଭକ୍ତିର ସହିତ, ମର୍ଯ୍ୟାଦାର ସହିତ ଯେକୌଣସି କାର୍ଯ୍ୟକୁ ଆମେ କରିବା ଆବଶ୍ୟକତା ରହିଅଛି। ଆଉ ଏ ସମସ୍ତ କାମକୁ ପ୍ରଭୁଙ୍କ ନିକଟରେ ଆମେ ସମର୍ପଣ କରିବା ନିହାତି ଆବଶ୍ୟକତା ରହିଅଛି। ଆମେ ମନେ ରଖିବା, ମୋର ସ୍ନେହର ଯୁବାପିଢ଼ି, ସଫଳତା ସବୁଦିନ ମିଳେ ନାହିଁ ସତ, କିନ୍ତୁ ଗୋଟେ ଦିନ ନିଶ୍ଚିନ୍ତ ରୂପେ ସଫଳତା ଆମମାନେ ଲାଭ କରିବା। କାହିଁକି ନା ଆମର ପରିଶ୍ରମ ଆମକୁ ନିଶ୍ଚିନ୍ତ ରୂପେ ଶୀର୍ଷ ଚୂଡ଼ାରେ ପହଞ୍ଚିବା ପାଇଁ ସାହାଯ୍ୟ କରିବ। ଆମେ ବୁଝିବା, ଆମେ ଜାଣିବା ଯେ ଆମର ପରିଶ୍ରମ ହିଁ ଆମକୁ ସଫଳତାର ଶୀର୍ଷ ଚୂଡ଼ାରେ ପହଞ୍ଚିବା ପାଇଁ ସାହାଯ୍ୟ କରିଥାଏ। କିନ୍ତୁ ଆଳସ୍ୟ ପରାୟଣ ଜୀବନ ଆମକୁ ବିଫଳତା ଆଡ଼କୁ ଗତି କରାଇଥାଏ। ଆଜି ଆମେ ଶପଥ ନେବା, ନିରବତାର ସହ ପରିଶ୍ରମ କରିବା। ପରିଶ୍ରମ ନିଶ୍ଚିତ ରୂପେ କୋଳାହଳ ସୃଷ୍ଟି କରିବ। ପୁଣି ଆମମାନଙ୍କର ଚେଷ୍ଟା ଆମେ କରିବା, ସଫଳତା ଆପେ ଆପେ ସମୟାନୁକ୍ରମେ ଆସିଯିବ, ଏହା ମଧ୍ୟ ଆମେ ବିଶ୍ୱାସ କରିବା। କର୍ମ ଯେମିତି ହେଉନା କାହିଁକି, ଯେତେବେଳେ ଯାଏ ଆମେମାନେ କର୍ମକୁ ସମ୍ମାନ ଦେବା ନାହିଁ, ସେତେବେଳେ ଯାଏ ଆମ ଜୀବନରେ ଆମମାନେ ସଫଳତା ଲାଭ କରିପାରିବା ନାହିଁ। ସତ, ସଫଳତା ନିଶ୍ଚିତ ରୂପେ ଆସିବ, କିନ୍ତୁ ସଫଳତା ଆସିବା ପାଇଁ ହେଲେ ଆମେ ପ୍ରାଣପଣେ ପରିଶ୍ରମ କରିବାକୁ ପଡ଼ିବ, ଉଦ୍ୟମ କରିବାକୁ ପଡ଼ିବ। ତେବେ ଆମେ ସଫଳତାର ସେହି ମଧୁରତାକୁ ପାଇପାରିବା, ଅନୁଭବ କରିପାରିବା। ତାପରେ କ'ଣ ହେବ? ନିଶ୍ଚିନ୍ତ ରୂପେ ସମାଜ ଆମକୁ ପ୍ରଶଂସା କରିବ,
ସମାଜ ଆମକୁ ଚିହ୍ନିବ, ସମାଜ ଆମକୁ ମାନ୍ୟଗଣ୍ୟ ବ୍ୟକ୍ତି ରୂପେ ଗ୍ରହଣ କରିବ। ଆମେ ପ୍ରଭୁ ପ୍ରତ୍ୟେକ ଯୁବକ ଯୁବତୀଙ୍କୁ ଆଶୀର୍ବାଦ କରନ୍ତୁ, ପୁଣି ତାଙ୍କର ଚଲାପଥରେ ସଦାସର୍ବଦା ହାତ ଧରି କଢ଼ାଇ ନିଅନ୍ତୁ। ଆମେନ୍।